ନୟାଗଡ଼ ପ୍ରଭୁ ନୀଳମାଧବଙ୍କ ପାଇଁ ପ୍ରସିଦ୍ଧ ଓଡ଼ିଶାର ଏହି ଜିଲ୍ଲାକୁ ବାଘୁଆ ନୟାଗଡ଼ ବୋଲି ମଧ୍ୟ କୁହାଯାଏ। 1 ଏପ୍ରିଲ 1993ରେ ପୁରୀ ଜିଲ୍ଲାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା ନୟାଗଡ଼, ଯାହାର ଚାରିପାଖରେ କଟକ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ଘେରି ରହିଛି। ପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରକୁ ଆସିବା ପୂର୍ବରୁ ଶବରାଜା ବିଶ୍ୱବସୁଙ୍କ ଦ୍ୱାରା କଣ୍ଟିଲଠାରେ ନୀଳମାଧବଙ୍କ ରୂପରେ ପୂଜା ପାଉଥିଲେ। ଏଠାରେ ଆମେ କଣ୍ଟିଲ ନୀଳମାଧବ, ମା ଦକ୍ଷିଣକାଳୀ ମନ୍ଦିର ଏବଂ ଶରଣକୂଳ ଶିବ ମନ୍ଦିର ଦେଖିବାକୁ ପାଇଥାଉ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଦଶପଲ୍ଲା ଏବଂ ସାତକୋଶିଆ ଅଭୟାରଣ୍ୟ ଏହି ଜିଲ୍ଲାରେ ଅବସ୍ଥିତ। ନୟାଗଡ଼ର ଝାମୁଯାତ୍ରା, ଦଶପଲ୍ଲାର ଲଙ୍କାପୋଡ଼ି ଏବଂ ଓଡ଼ଗାଁର ରାମନବମୀ ବିଶ୍ୱ ପ୍ରସିଦ୍ଧ ଅଟେ। ଏଥିସହିତ ବିଜ୍ଞାନ, କଳା ଏବଂ ସାହିତ୍ୟରେ ନୟାଗଡ଼ର ଅବଦାନ ଅପୂରଣୀୟ। ଜ୍ୟୋତିର୍ବିଜ୍ଞାନୀ ସ୍ୱୟଂସିଦ୍ଧ ପଠାଣି ସାମନ୍ତ, ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଙ୍କ ପରି ବିଶିଷ୍ଟ ବ୍ୟକ୍ତିତ୍ୱ ଏହି ସ୍ଥାନରୁ ଆସିଛନ୍ତି।